ଦେଖନ୍ତୁ 1992 ମସିହାରେ ମାଲକାନଗିରି ଉପଖଣ୍ଡରୁ ମାଲକାନଗିରି ଜିଲ୍ଲାର ମାନ୍ୟତା ପାଇବା ପରେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା ମହୋତ୍ସବ ଭାବେ ମାଲ୍ୟବନ୍ତ ମହୋତ୍ସବ କାର୍ଯ୍ୟକାରୀ ହେଉଛି। ଜିଲ୍ଲା ସଂସ୍କୃତି ବିଭାଗ, ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ମଧ୍ୟ କିଛି ଅନୁଦାନ ଆସୁଛି। ଏହି ଲୋକ ମହୋତ୍ସବ ମାଲ୍ୟବନ୍ତ ମହୋତ୍ସବ ହେବା ଫଳରେ ଆମର ଏ ଯେଉଁ ଜନଜାତି 14ଟି ଜନଜାତି ବସବାସ କରୁଛନ୍ତି, ବଣ୍ଡା, କୋୟା, ଡିଗାଇ ଏବଂ ଅନ୍ୟାନ୍ୟ କଦବା, କନ୍ଧ, ଏଇ ଲୋକମାନଙ୍କର ଯେଉଁ ପାରମ୍ପରିକ ନୃତ୍ୟ ଶୈଳୀ ଥିଲା, ଯେଉଁ ଆନ୍ତଃରାଜ୍ୟ କଳାକାରମାନେ ଆସିକି ଯେଉଁ ପ୍ରଦର୍ଶନ କରୁଛନ୍ତି, ଆଙ୍କ ଭିତରେ ଗୋଟେ ଉତ୍ତମ ସାମଞ୍ଜସ୍ୟ ସ୍ଥାପନ ହେଉଛି, ସମନ୍ୱୟ ସ୍ଥାପନ ହେଉଛି। ସେମାନେ ଆଙ୍କଠୁ ମଧ୍ୟ କିଛି ଶିଖୁଛନ୍ତି, ଏମାନେ ତାଙ୍କଠୁ ମଧ୍ୟ ଶିଖୁଛନ୍ତି। ଏହି 30-32 ବର୍ଷ ଭିତରେ ଆମର ଏଇ ଯେଉଁ ସ୍ଥାନୀୟ କଳାକାରମାନଙ୍କର ଯେଉଁ ସାଂସ୍କୃତିକ ଦଳ ସବୁ ଅଛନ୍ତି, ତାଙ୍କର ଅଦ୍ଭୁତ ପ୍ରକାର ବିକଶିତ ହୋଇଛି, ତାଙ୍କର ଡେଭଲପମେଣ୍ଟ ହେଇଛି, ଆଧୁନିକରଣ ହେଇଛି, ତାଙ୍କର ଷ୍ଟାଇଲ ବଦଳିଛି। ଏଇଟା ଗୋଟେ ଆମ ପାଇଁ ଶୁଭ ଲକ୍ଷଣ। କାହିଁକିନା ଆଦିବାସୀମାନେ ଜଙ୍ଗଲ, ପର୍ବତ, ପାହାଡ଼, ଘେରା, ଝରଣାକୁ ଭଲ ପାଆନ୍ତି। ସେଇଆକୁ ବେଶ କରି ତାଙ୍କର ଗୀତ, ନାଚ ସବୁ କରନ୍ତି। ଦକ୍ଷିଣ ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶାର ଯେଉଁ ଗ୍ରୁପ୍ ଡ୍ୟାନ୍ସ ହେଉଛି, ଶହ ଶହ ମହିଳା ହାତ ଧରା ଧରି ନାଚନ୍ତି, ଏଇଟା ଅଲଗା ରାଜ୍ୟରୁ ଉପକୂଳରେ ଦେଖିବାକୁ ମିଳେ ନାହିଁ। ଇଏ ଗୋଟେ ଭାଇଚାରା ଏବଂ ସହଭାଗିତାର ପ୍ରତୀକ ସ୍ୱରୂପ। ତେଣୁ ମାଲ୍ୟବନ୍ତ ମହୋତ୍ସବ ଚଳିତ ବର୍ଷ ଟିକେ ବିଳମ୍ବରେ ହେଲେ ମଧ୍ୟ ଆଜି ଏହା ଶୁଭ ଉଦ୍ଘାଟନ କରାଯାଇଛି। ଆମର ମାଲକାନଗିରି ଜିଲ୍ଲାର 7ଟି ବ୍ଲକରେ ଯେଉଁ ଶୁଭ ନଦୀ ଅଛି, ସେ ନଦୀରୁ ଶୁଭ କଳସ ମାସକ ତଳେ ପ୍ରସେସନ୍ ଅଣାଯାଇ ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଇଥିଲା। ଆଜି ସକାଳ 9ଟାରେ ଜିଲ୍ଲାପାଳ ସେହି କଳସୀକୁ ପୂଜା ଅର୍ଚ୍ଚନା କରି ଜଗନ୍ନାଥ ମନ୍ଦିରରୁ ଆମ ମାଆମାନଙ୍କ ମୁଣ୍ଡରେ ମୁଣ୍ଡେଇକି ଧରିକି ଆସିବା ପାଇଁ ତାକୁ ମଣ୍ଡପକୁ ଉଠାଇଛନ୍ତି। ପୂଜା ଅର୍ଚ୍ଚନା କରି ବିରାଟ ଶୋଭାଯାତ୍ରାରେ 3 କିଲୋମିଟର ବ୍ୟାପୀ, 3-4 କିଲୋମିଟର ବ୍ୟାପୀ ଜଗନ୍ନାଥ ମନ୍ଦିରରୁ ଦୁର୍ଗାଗୁଡ଼ି ସାହି, ସୁଭାଷ ବୋଷ ଛକ, ବାଲିମେଳା ଛକ, ଡିଏନ୍କେ ଛକ ଦେଇକରି ମୁଖ୍ୟ ମଣ୍ଡପରେ ବର୍ତ୍ତମାନ କଳସ ସ୍ଥାପନ କରାଯାଇଛି। ଏଥିରେ ବିଭିନ୍ନ ଆଦିବାସୀ ନୃତ୍ୟ ଏବଂ ପଶ୍ଚିମ ଓଡ଼ିଶାର ଦିଲ୍ଲୀ ବିଭିନ୍ନ ନାଚ ଗୀତ କରିକିରି ଆମର ପଟୁଆର କରିକିରି ବାଣ ବାଜା ବଜେଇକିରି ହଜାର ହଜାର ଲୋକ, ହାରାହାରି 10,000 ଲୋକ ବର୍ତ୍ତମାନ ଏହି ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ଏଥିରେ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ DRDA, ମାଲକାନଗିରି ବିଧାୟକ ଏବଂ ଅନ୍ୟାନ୍ୟ ପଦାଧିକାର ଅଧିକାରୀ, ଜିଲ୍ଲା ଉପଜିଲ୍ଲାପାଳ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲାର ସଂସ୍କୃତି ଅଧିକାରୀ ସମସ୍ତେ ଏଥିରେ କୋର୍ଡ଼ିନେଟ୍ କରିଛନ୍ତି, ସହଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସୁରୁଖୁରୁ ଭାବେ ସରିଛି। ଆଜି ସନ୍ଧ୍ୟାରେ ଆମର ଏଠି ଯେଉଁ ଜିଲ୍ଲା ମହୋତ୍ସବ ଉଦ୍ଘାଟନ ହେବ, ତା ସହିତ ଜିଲ୍ଲାର ଉନ୍ନୟନ ପ୍ରଦର୍ଶନୀ ଏବଂ ପଲିସି ମେଳାକୁ ମଧ୍ୟ ଅତିଥିମାନେ ଉଦ୍ଘାଟନ କରିବେ। ଏହି 1ରୁ 5 ଦିନ ଏହି ମୁଖ୍ୟ ମଣ୍ଡପରେ ମେଳା ଚାଲିବ। ଏହା ପୂର୍ବରୁ ବ୍ଲକ ସ୍ତରୀୟ ମହୋତ୍ସବ ସରିଛି। ଏହା ପୂର୍ବରୁ ସମସ୍ତ ବ୍ଲକରେ ମହୋତ୍ସବ ସରିଛି। ଏଇ ଯେଉଁ ମୁଖ୍ୟ 5 ଦିନ ଏଠି ମହୋତ୍ସବ ଚାଲିବ, ଲୋକମାନେ ପଲିସି ମେଳାରେ ବିଭିନ୍ନ ପ୍ରକାର କିଣାବିକା କରିବେ, ନାଚ ଗୀତ ହେବ। ଆଉ ବିଶେଷ କଥା ହେଉଛି ଆମର ଏଇ ମଣ୍ଡପକୁ ଆସାମର ବିହୁ, ମଣିପୁର, କଲିକତାର ପୁରୁଲିଆ, ଆନ୍ଧ୍ରର ନୃତ୍ୟ, ପୁରୀର ଗୋଟିପୁଅ ଏବଂ ସ୍ଥାନୀୟ ଅଞ୍ଚଳର ଯେଉଁ ନୃତ୍ୟ ସବୁ ରହିଲେ ଏବଂ ବଡ଼ ବଡ଼ କଟକରୁ ମେଲୋଡ଼ି ଏବଂ ମଣ୍ଟୁ ଛୁରିଆ ଏଭଳି ବହୁତ ବଡ଼ ବଡ଼ କଳାକାରମାନେ ଏଠି ଭାଗ ନେବେ। ହାରାହାରି 50,000 ଲକ୍ଷେ ଲୋକ ଆମ ମୁଖ୍ୟ ମଣ୍ଡପ ପାଖରେ ଦେଖିବାକୁ ମିଳେ। ସମ୍ପ୍ରସାରଣ କରାଯାଇଛି, ଗତ ବର୍ଷ ସମ୍ପ୍ରସାରଣ କରାଯାଇଛି। ଅଧିକ ଲୋକ ହେବ, ଫୁଡ୍ ଷ୍ଟଲ୍ ଲାଗିଛି, ବିଭିନ୍ନ ପ୍ରକାର ଷ୍ଟଲ୍ ଲାଗିଛି, ପଲିସି ମେଳା ଚାଲିଛି। ଆଉ ସୁରକ୍ଷା ଦୃଷ୍ଟିରୁ କାଲି ଜିଲ୍ଲାପାଳ ପ୍ରେସ୍ ମିଟ୍ରେ କହୁଥିଲେ 500 ପୋଲିସକୁ ମୁତୟନ କରାଯାଇଛି ଏଠି। ତେଣୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ଆମେ ଆଶା କରୁଛୁ। ଏହି ମହୋତ୍ସବ ଦ୍ୱାରା ମାଲକାନଗିରି ଜିଲ୍ଲାର ଅନେକ ଗୁଡ଼ିଏ ଭଲ ବାର୍ତ୍ତା ଯାଉଛି ଏବଂ ରାଜ୍ୟକୁ ଭଲ ବାର୍ତ୍ତା ଯାଉଛି। ଆଉ ଗୋଟେ ବଡ଼ କଥା ହେଉଛି, ଏଇଟା ଆନ୍ତଃରାଜ୍ୟ ଫେଷ୍ଟିଭାଲ୍ କହିଲେ ଅତ୍ୟୁକ୍ତି ହେବ। ତେଣୁ ଏହାକୁ ଆମେ ରାଜ୍ୟସ୍ତରୀୟ ମାନ୍ୟତା ଦେବାକୁ ଦାବି କରୁଛୁ। ଏହି ମହୋତ୍ସବରେ ଆଜି ଦେଖିବେ ଆନ୍ଧ୍ରା, ତେଲେଙ୍ଗାନା, ଛତିଶଗଡ଼, ଓଡ଼ିଶା ବିଭିନ୍ନ ସୀମାନ୍ତ ଅଞ୍ଚଳରୁ ପର୍ଯ୍ୟଟକମାନେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।